ଡେଲାଙ୍ଗ ଜଗଦଳପୁର ବିଶ୍ୱନାଥ ମୁଣ୍ଡିଆ ପାଦଦେଶରେ ପୁରୀରୁ ପ୍ରକାଶିତ ସାହିତ୍ୟ ପତ୍ରିକା ପ୍ରିୟ ପତ୍ରର ଏକ ବିଶେଷ ରାଜ୍ୟସ୍ତରୀୟ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ପ୍ରିୟ ପତ୍ରର ସମ୍ପାଦକ ବିପିନ ବିହାରୀ ଦଳାଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତ ରାୟ ମୁଖ୍ୟ ଅତିଥି, ପାଠାଗାର ଏବଂ ସମାଜସେବାରେ ସୁପରିଚିତ ବିପିନ ବିହାରୀ ମହାନ୍ତି ମୁଖ୍ୟ ବକ୍ତା, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା, ଲୋକକବି ଅଧିକାରୀ ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ପତ୍ରିକା ପ୍ରିୟ ପତ୍ରର ଏହି ଉଦ୍ୟମକୁ ପ୍ରଶଂସା କରିବା ସହିତ ସାହିତ୍ୟ ମନୁଷ୍ୟକୁ ନିବୃତ୍ତି ଆଡ଼କୁ ଅଗ୍ରସର କରାଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ପବିତ୍ର ସ୍ଥାନରେ ରାଜ୍ୟସ୍ତରୀୟ କବିତା ଆସାର ଆୟୋଜନ କରିବାରେ ସହାୟକ ସୂତ୍ରଧର କବି ନମିତା ସ୍ୱାଇଁଙ୍କୁ ସମସ୍ତେ ସାଧୁବାଦ ଅର୍ପଣ କରିଥିଲେ। କୃଷ୍ଣା ମହାପାତ୍ର, ଜ୍ୟୋତ୍ସ୍ନାମୟୀ ସ୍ୱାଇଁ ଏବଂ ନମିତା ସ୍ୱାଇଁଙ୍କ ସଂଯୋଜନାରେ ଶରତ କୁମାର ରାଉତ, ସୁଦର୍ଶନ ପ୍ରଧାନ, ବଙ୍ଗୁ ରାଉତରାୟ, ଜିତେନ୍ଦ୍ର କୁମାର ପେଣ୍ଠୋଇ, ଡକ୍ଟର ନୀଳାଦ୍ରିନାଥ ଜଗଦେବ, ପ୍ରମିଳା ମହାପାତ୍ର, ଶ୍ରୀମାନ ଗବା, ଅଶୋକ କୁମାର ପ୍ରଧାନ, ପ୍ରକାଶ ଚନ୍ଦ୍ର ସାହୁ, ନିରଞ୍ଜନ ସାମନ୍ତରାୟ, ପ୍ରଭାତ କୁମାର ସେଠୀ, ନଳିନ ଦାସ, ଦ୍ୟୁତିକୃଷ୍ଣ ମହାନ୍ତି, ପ୍ରଭାତ ଚନ୍ଦ୍ର ପ୍ରଧାନ, ବିକ୍ରମ କେଶରୀ ଚମ୍ପତି, ରୋହିତ କୁମାର ଚମ୍ପତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ। ଶେଷରେ ନମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପ୍ରଦ୍ୟୁମ୍ନ ପରିଡ଼ାଙ୍କ କବିତା ସଂକଳନ ଅଶୁଭ ନିଶାଚର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ମନେ ମନେ ଭାବି ଦିନେ ଲେଖୁଥିଲା କବି, ମନେ ମନେ ଭାବି ଦିନେ ଲେଖୁଥିଲା କବି, ଜୀବନର ଜଳଛବି ଆଙ୍କୁଥିଲା ଯେତେ ଯନ୍ତ୍ରଣାନ୍ତ ନଅଙ୍କ ଦୁର୍ଭିକ୍ଷ ଛବି। ଚାଷୀ ତ ଜାଣିଛି ମାଟିର ମଣିଷ, ଚାଷୀ କଥା ମାଟି କୁହେ, ଚଷା ପୁଅ ଦିଏ ଖାଦ୍ୟ ବସ୍ତ୍ର ଆଦି ଏକଥା ଜଗତ ଗାଏ। ଚାଷୀ ହସିଲେ ଦୁନିଆ ହସେଇ, ଇଏ ଚାଷୀ କୁଳ ଯଶ, ଚାଷୀ ହୁଡ଼ିଲେ ସଂସାର ବୁଡ଼େଇ, କହିଛି ମହାପୁରୁଷ। ଆଧୁନିକ ଯୁଗେ ଚାଷୀ ତ ମୂଲିଆ, ଋଣରେ ଜନ୍ମ ଋଣରେ ମରଣ, ଋଣରେ ବୁଡ଼ିଛି ଦେଶ। ଚାଷୀ ପୁଅ ଦିନେ ସାହୁକାର ଥିଲା, ଏବେ ବିପିଏଲ୍ ଶ୍ରେଣୀ, ଖାଦ୍ୟ ବସ୍ତ୍ର ବାସ ପାଇଁ ହାହାକାର, ପୁଣି ସରକାର ପାଖେ ଋଣୀ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।